ବାପା ମାମା ପହଞ୍ଚିଗଲେ ଫାଇନାଲି ହାଉଡାରେ। 2008 ଆସିଥିଲି ଛୁଆ ହେଇଥିଲୁ ଷଷ୍ଠ ପଢୁଥିଲୁ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଗୋଟେ ନୂଆ ଭିଡ଼ିଓକୁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ବହୁତ ଦିନ ପରେ ବ୍ଲଗ୍ ଆସୁଛି, ମାନେ ମଝିରେ ମୋତେ ଆକ୍ଚୁଆଲି ଟାଇମ୍ ହେଉନଥିଲା, ତ ସେଇଥିପାଇଁ ବ୍ଲଗ୍ ବନେଇ ପାରୁନଥିଲି। ଆଜି ବନେଇବାର ରିଜନ୍ଟା ଏଇଆ କି ଏବେ ତ ଆପଣମାନେ ଜାଣିଥିବେ ମାମାଙ୍କର ସ୍କୁଲ ଛୁଟି ପଡ଼ିଛି, ତ ସେଇଥିପାଇଁ ସେମାନେ ସବୁ ଆସୁଛନ୍ତି, ବାପା ଆଉ ମାମା ମୋ ପାଖକୁ, ମାନେ କୋଲକାତା ବୁଲିବାକୁ। ତ ମୁଁ ଏବେ ଯାଉଛି ତାଙ୍କୁ ଷ୍ଟେସନ୍ ଆଣିବା ପାଇଁ, ତାପରେ ଦେଖିବି ଆପଣଙ୍କୁ। ସେମାନେ ରହିବେ ପ୍ରାୟ ଗୋଟେ ସପ୍ତାହ ଭଳିଆ, ତାପରେ ଆପଣମାନଙ୍କୁ ଦେଖୁଛି କ'ଣ ସବୁ ହେଉଛି ଆଉ। ବୁଲାବୁଲି କରିବା, କ'ଣ ମଜାମସ୍ତି ହେବ ଆଉ। ଚାଲନ୍ତୁ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବା। ବସ୍ଟା ଭାଗ୍ୟ ଭଲ ଛିଡ଼ା ହେଇଛି, ସାଙ୍ଗେ ସାଙ୍ଗେ ମିଳିଗଲା, ନହେଲେ ଗୋଟେ ଗୋଟେ ଦିନ ବହୁତ ସମୟ ୱେଟ୍ କରିବାକୁ ପଡ଼େ। ଆଜି ଛିଡ଼ା ହେଇଛି, ଆରାମସେ ପଳେଇବା ଆଉ। ଖରା ପ୍ରବଳ, ମୁଣ୍ଡ ଫଟା ଖରା। ଅଲରେଡ଼ି ପହଞ୍ଚିଗଲି ଷ୍ଟେସନରେ, ଆଉ ଟିକେ ଲେଟ୍ ହେଇଗଲା। ଅବଶ୍ୟ ତାଙ୍କୁ କଲ୍ କରିଥିଲି ବାପା ମାମାଙ୍କୁ, ସେମାନେ ବି ଏଯାଏଁ ପହଞ୍ଚି ନାହାନ୍ତି, ତାଙ୍କୁ ଆଉ ଟିକେ ସମୟ ଲାଗିବ। ମୁଁ ସେଇ ସମୟରେ ପହଞ୍ଚିଯାଏ ଆଉ, ମାନେ ତାଙ୍କ ପ୍ଲାଟଫର୍ମକୁ। ବାପା ମାମା ପହଞ୍ଚିଗଲେ ଫାଇନାଲି ହାଉଡାରେ। ମାମା କେମିତି ଥିଲା ଜର୍ଣ୍ଣି, କେମିତି ଥିଲା? ଆସିଥିଲି 2008 ଆସିଥିଲି ଛୁଆ ହେଇଥିଲୁ ଷଷ୍ଠ ପଢୁଥିଲୁ ବସରେ। ଫାର୍ଷ୍ଟ ଟାଇମ୍ ତ ଘରକୁ ଆସିଥିଲି। ଚାକିରି କଲା ପରେ ଆଉ ତ ବାପା ହଁ। ମାମା ଫାଇନାଲି ତାହେଲେ ଆସିକି ପହଞ୍ଚିଗଲ। କେତେ ବାଟରେ ଛୁଆ ଅଛି ବହୁତ ବାଟ, ତମେ ଯୋଉ କୁହ ଘରକୁ ଆସ, ବାହାରେ ଛୁଆ ଜର୍ଣ୍ଣି ବହୁତ କଷ୍ଟ। ବହୁତ କଷ୍ଟ, ଛୁଆ ବହୁତ କଷ୍ଟ। ହଉ ଚାଲ, ଫ୍ରେଶ ହେଇକି କ'ଣ ଟିକେ ଖାଇଦବା, ତାପରେ ଯିବା ଆଉ। ତ ଆମେ ପହଞ୍ଚିକି ବାପା ମାମା ଆଉ ଏଠି ଆମର ରେଡି ହେଇଯାଇଛି ଭାତ, ଆଉ ଟିକେ ମାଛ ଝୋଳ, ଆଉ ବାଇଗଣ ଚଟୁଣି, ଆଉ ଟିକେ ବିହନ ଭଜା, ଆମ୍ବ, ଆଉ ଆସିକି କମ୍ ସମ୍ ଟାଇମ୍ ଭିତରେ ଟିକେ ବନେଇଲେ ଆଉ, ନା କ'ଣ ମାମା? ହଉ ଚାଲନ୍ତୁ, କାଲିକି ହବ। ହଁ ହଁ, ଚାଲ ଚାଲ ତାହେଲେ ଖାଇବା ଆଉ। ହବ ଯାହା ହବ, ଚାଲିଛି ଆଉ। ମାମା ଆଉ ଖାଇବା ତ ସରିଲା, ଆଉ କେମିତି ଲାଗିଲା ମାଛ ଝୋଳଟା, ମୋ ହାତ ରନ୍ଧାଟା କେମିତି ଲାଗିଲା? ସବୁବେଳେ ତ ଫଟୋ ଦେଖି ଖାଦ୍ୟ ଫଟୋ, ହଁ ଆଜି ତ ହାତ ରନ୍ଧା ମାଛ ଝୋଳ, ବିହନ ଭଜା, ବଢିଆ ହେଇଛି ମାଛ ଝୋଳ। ଭଲ ହେଇଛି ତ? ହଉ, ତ ସାଙ୍ଗମାନେ ଖିଆ ପିଆ ସରିଲା ବାପା ମାମା ଆସିଲା ପରେ। ତାପରେ ଖିଆ ସାରିକି ଟିକେ ରେଷ୍ଟ କଲୁ, ପୁରା ଥକି ଯାଇଥିଲୁ ଦିନ ସାରା। ଏବେ ଆଉ ଆଜି ତ ବେଶୀ ଦୂର ବାଟ ଯାଇ ହବନି କୁଆଡେ ବୁଲାବୁଲି କରିବାକୁ, ସେଥିପାଇଁ ମୁଁ କହିଲି ଏବେ ଏଇ ପାଖରେ ଟିକେ ଗୋଟେ ଇସ୍କନ ଅଛି, ସେଇଟା ଟିକେ ବୁଲିକି ପଳେଇ ଆସିବା। ତ ବାପା ମାମା ବି ପୁରା ରେଡି ହେଇସାରିଲେଣି। ଯିବା ମାମା, ରେଡି? ବୁଲିବା ଟିକେ, ସପିଂ କରିବା। ହଁ ଟିକେ ଟାୟାର୍ଡ ଲାଗୁଛି ଆଉ, ମାନେ ଗରମଟା ପାଇଁ ଟିକେ ଟାୟାର୍ଡ ଲାଗୁଛି ଆଉ, ଯୋଉ ଆସିଲୁ। ଆଜି ଖରାଟା ହେଇଥିଲା ନା ଦିନ ସାରା, ସେଇଥିପାଇଁ ଆଉ। ସପିଂ କରିବା, ତମ ସପିଂ ବୁଲିବା। ତାପରେ ଯାହା କରିବା ଆଉ, ନା କ'ଣ? ତାପରେ ରାତିରେ ଆଜି ଦେଖିବା କ'ଣ ଖାଇବା, ଅର୍ଡର କରିଦବୁ ଆଉ। ହଁ ସାନ୍ଭି, wow Sanvi, what are you doing? ISKCON.
ହଉ ରହ ଏବେ ଇସ୍କନ ବୁଲିକି ଆସୁ ତତେ କଲ୍ କରିବା ହେଲା।